ଆଜିର ଏହି ଘିଆଘି କାହାଣୀଟା ହେଉଛି ସମ୍ପୂର୍ଣ୍ଣ ଭାବରେ ସତ। ଏପରି କିଛି ନୂଆ ନୂଆ କାହାଣୀ ପ୍ରତ୍ୟେକ ଦିନ ଶୁଣିବା ପାଇଁ ସର୍ବପ୍ରଥମେ ଆମ ଚ୍ୟାନେଲଟିକୁ ଆପଣମାନେ ସବସ୍କ୍ରାଇବ୍ କରିକି ରଖନ୍ତୁ। ମୋ ନାଁ ହେଉଛି ରଙ୍କ ଆଉ ମୋ ଭାଉଜଙ୍କ ନାଁ ହେଲା ରଶ୍ମିତା। ମୁଁ ବହୁତ ଚେଷ୍ଟା କରିବା ପରେ ମୋ ଭାଉଜଙ୍କୁ ସନ୍ଧ୍ୟା ସମୟରେ ଛାତ ଉପରେ ଘେଇଲି। ସେ ବିଷୟରେ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ରୂପରେ କହିବି। ଠିକ୍ ମୁହଁ ଅନ୍ଧାର ହେଇ ଆସିବା ସମୟରେ ଭାଉଜଙ୍କୁ ଛାତ ଉପରେ କୋଳରେ ବସେଇକିରି ଗେହିଁଥିଲି। ଭାଉଜ ଖାଲି ହସୁଥାନ୍ତି ଖିଲିଖିଲି ହୋଇକିରି, କାହିଁକି ନା ମୋ ଦଣ୍ଡା ଖାଲି ତାଙ୍କ ବିଆ ଭିତରୁ ବାରମ୍ବାର ବାହାରି ପଡ଼ୁଥିଲା। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କ'ଣ ହୋଇଥିଲା ଆଉ କେମିତି ଭାଉଜଙ୍କୁ ପଟେଇଲି ଯେ ସେ ମୋତେ ଘିଆଘି ହେବାକୁ ରାଜି ହୋଇଯାଇଥିଲେ। ମୋ ଭାଇର ବାହାଘର 3 ବର୍ଷ ହେଲା ହୋଇଗଲାଣି। ମୋ ଭାଉଜ +2 ଶେଷ କରିକି ବାହା ହେଇଯାଇଥିଲେ। ଏବେ ତାଙ୍କ ବୟସ 21 ହୋଇଯିବଣି ବୋଧେ ଲାଗୁଛି। ଭାଉଜ ସହ ତ ପ୍ରାୟ ସମସ୍ତେ ସମସ୍ତଙ୍କ ଘରେ ଥଟ୍ଟା ମଜା କରିଥାନ୍ତି। ବେଳେବେଳେ ଥଟ୍ଟା ମଜା ହେଉ ହେଉ ଘିଆଘି ପିଲାଛୁଆ ଉପରକୁ ହେଲେ କଥା ପଳେଇଲା। ମୁଁ ହେଲେ ମୋ ଭାଉଜଙ୍କ ସହ ସବୁବେଳେ ଏମିତି ଥଟ୍ଟା ମଜା କରୁ କରୁ ସବୁବେଳେ ଘିଆଘି ମୁଡ଼କୁ କଥା ନେଇଯାଏ। ଭାଉଜଙ୍କ ସହ ମୁଁ ଟିକେ ବେଶୀ ମିଶିଯାଏ। ଭାଉଜଙ୍କର ଯାହା ଦରକାର ହେଲେ ସେ ମୋତେ ପଇସା ଦେଇକରି ପଠାନ୍ତି ଆଉ ମୁଁ ସବୁବେଳେ ଆଣିଦିଏ। ଫ୍ଲିପକାର୍ଟରୁ ଯେତେବେଳେ ଯାହା ହେଲେ ସେ ଅର୍ଡ଼ର କଲେ ମୁଁ ଅର୍ଡ଼ର କରିଦିଏ। ସନ୍ଧ୍ୟାବେଳେ ମଝିରେ ମଝିରେ ତାଙ୍କ ପାଇଁ ଫ୍ରିରେ ନିଜ ହାତରୁ ପଇସା ଦେଇକରି ଚାଟ୍ କିଣିକି ଆଣେ। ଏହିସବୁ ଛୋଟ ଛୋଟ ଜିନିଷରେ ସେ ପୁରା ଖୁସି ହେଇକରି ଆଟ୍ରାକ୍ଟ ହୋଇଯାଆନ୍ତି। ଭାଇ ଘରେ ନଥିବା ସମୟରେ ମୋ ଭାଉଜଙ୍କ ସହ ବସିକି ତାଙ୍କ ବେଡ଼୍ ଉପରେ ବହୁତ ସମୟ ଯାଏ ଇଆଡ଼ୁ ସିଆଡ଼ୁ କଥା ହୁଏ। ବହୁତ ଥର ଇଚ୍ଛା ହୋଇଛି କୁଣ୍ଢେଇକି ଧରିକିରି ଦୁଧ ଦୁଇଟାକୁ ଦଳି ଦଳି ବିଆରେ ଆଙ୍ଗୁଠି ପୋଷେଇକିରି ଶୁଙ୍ଘିବାକୁ। ତାଙ୍କ ପାଖରେ ମୁଁ ବସିବା ସମୟରେ ସବୁବେଳେ ମୋର 90 ଡିଗ୍ରୀ ହୋଇଯାଏ। ମୁଁ କାଠେଇକିରି ମୋ ଦଣ୍ଡା ଉପରେ ଗୋଡ଼କୁ ମୋଡ଼ି ମାଡ଼ିକିରି ବସେ। ଭାଉଜ ମୋ ସହ ମଜା କରନ୍ତି, ମୋତେ ଇଆଡ଼ୁ ସିଆଡ଼ୁ ପ୍ରଶ୍ନ କରନ୍ତି। ମୁଁ ହେଲେ ଛାଡ଼େନି, ସବୁବେଳେ ଘିଆଘି ମୁଡ଼ର ପ୍ରଶ୍ନ କରେ। ଭାଉଜଙ୍କୁ ପୁରା ହିଟ୍ କରେଇ ଦିଏ। ଭାଉଜ ଲାଜରେ ସିନା କିଛି କହିପାରନ୍ତିନି, କିନ୍ତୁ ତାଙ୍କ କହିବା ଏବଂ ବଡି ଲାଙ୍ଗୁଏଜରୁ ଜଣାପଡ଼ିଯାଏ ଯେ ସେ ପୁରା ଗରମ ହୋଇସାରିଲେଣି। ଖାଲି ତାଙ୍କ ବିଆ ଓଦା ହୁଏ କି ନାହିଁ ସେଇଟା ଜଣାପଡ଼େନି। ମୁଁ ମଜାରେ ମଜାରେ ଭାଉଜଙ୍କୁ ହେଲେ ପଚାରିଦିଏ, ଭାଉଜ ତୁମର କ'ଣ ବଡ଼ ହେଉନି? ଭାଉଜ କୁହନ୍ତି, ତୁମ ଭାଇଙ୍କର ତ ଇଚ୍ଛା ନାହିଁ ବଡ଼ କରିବାକୁ। ମୁଁ ପଚାରିଲେ ଖାଲି ଉପର ବଡ଼ ହେଉନି ନା ତଳ ହେଲେ ଯେମିତି ସେମିତି ଅଛି? ଭାଉଜ କୁହନ୍ତି, ଦେଖିଲେ ଜାଣିପାରିବ ନା ଆଉ। ପୁଣି କୁହନ୍ତି, ତୁମେ ଛୋଟ ପିଲା, ଏସବୁ ମୁଣ୍ଡ ପୁରାଅନି। ଏମିତି ଆମର ସବୁବେଳେ ଫ୍ରି ଟାଇମରେ ଚାଲିଥାଏ। ମୋତେ ହେଲେ ନାଳୁଆ ଭଳି କଥା ହେବାକୁ ଭଲ ଲାଗେ। ମୁଁ ଏମିତି ବହୁତ ଥର ତାଙ୍କ ଦୁଧ ଆଉ ବିଆ କଥା ଭାବିକିରି ଯାଇ ବାଥରୁମରେ ହଲେଇ ଦିଏ। ଗେହି ଦେବାକୁ ଇଚ୍ଛା ହୁଏ, କିନ୍ତୁ କାଳେ ଭାଉଜ ଖରାପ ଭାବିବେ ସେଥିଲାଗି କିଛି ଜବରଦସ୍ତି କରେନି। ଦିନେ ଛାତ ଉପରେ ସନ୍ଧ୍ୟା ସମୟରେ ଭାଉଜ ମୋବାଇଲରେ ବସିକି ଦେଖୁଥିଲେ। ମୁଁ ଯାଇକି ମଜାରେ କହିଲି, ସେଇ ଭିଡ଼ିଓ ଦେଖୁଛ ନା? ଭାଉଜ କହିଲେ, ଆରେ ହଁ, ମନେ ପଡ଼ିଲା, ତୁମକୁ ଟିକେ ପଚାରିବାର ଥିଲା। ମୁଁ କହିଲି, କ'ଣ ଜାଣିବ? ସବୁ ଶିଖେଇଦେବି, ପଚାର। ଭାଉଜ କହିଲେ, ସେ ଭିଡ଼ିଓ କେମିତି ବାହାରିବ ଟିକେ ବାହାର କରୁନା। ମୁଁ କହିଲି, ମୁଁ ନ ଜାଣିଲା ଭଳି କେଉଁ ଭିଡ଼ିଓ ପଚାରିଲି ଯେ ଭାଉଜ ହସିଦେଲେ। ମୁଁ ସେଇଠୁ ଗୁଗଲରେ ସର୍ଚ୍ଚ କରିକି ଘିଆଘି ଭିଡ଼ିଓ ତାଙ୍କୁ ଦେଖେଇଲି। ଆମେ ସାଙ୍ଗ ହେଇକିରି ଛାତ ଉପରେ ବସିକିରି ଏଇ ଭିଡ଼ିଓ ସବୁ ଦେଖିଲୁ। ମୋର ତ ଭାଉଜଙ୍କ ପାଖରେ ବସିଲା ମାନେ 90 ଡିଗ୍ରୀ ହୋଇଯାଉଛି। 2 ମିନିଟ୍ ହେବ ଭାଉଜ ଦେଖିଲେ ଖାଲି ଛି ଲୋ ଏମିତି କରୁଛି, ଛି ଛି। ଭାଉଜ ଖାଲି ଏମିତି ହୋଇଥାନ୍ତି। ପୁଣି କହୁଥାନ୍ତି, କେତେ କଷ୍ଟ ହେଉଥିବ ଝିଅଟାକୁ। ମୁଁ କହିଲି, ସେତିକି ମଜା ଲାଗୁଛି ବୋଲି ସେମାନେ ଏମିତି କରୁଛନ୍ତି ନା ଆଉ। ଭାଉଜ କହିଲେ, କରିବ ବୋଲି କ'ଣ ଏତେ ଜୋର ଜୋର ମନ ଇଚ୍ଛା କରିବ? ମୁଁ କହିଲି, ଏମିତି କଲେ ମଜା ଆସିବ। ଭାଉଜ ସେତେବେଳକୁ ମୋ ପାଖକୁ ପୁରା ଲାଗିଗଲେଣି। ମୁଁ କହିଲି, ତୁମେ ହେଲେ ଟିକେ ଟିକେ ଏମିତି ଚେଷ୍ଟା କରିବ ନା ଆଉ। ଖାଲିଟାରେ ସବୁବେଳେ କେତେ ରହିବ? ଭାଉଜ ମୋ ପାଖକୁ ଜାଣି ଜାଣି ବୋଧେ ଆହୁରି ବେଶୀ ଲାଗିଗଲେ। ମୁଁ ସେଇଠୁ ଆଉ ସମ୍ଭାଳି ପାରିଲିନି। ମୁଁ ଧୀରେ ଧୀରେ କି ନେଇକିରି ଗୋଟେ ହାତ ଭାଉଜଙ୍କ ଜଙ୍ଘ ଉପରେ ଥୋଇଲି ଆଉ ଲୁଗା ଟିକେ ଟେକିଲା ଭଳି କଲି। ଭାଉଜ ଭିଡ଼ିଓକୁ ଦେଖିକିରି ବୋଧେ ଆଉ ସମ୍ଭାଳି ପାରିଲେନି କି କ'ଣ ମୋତେ କହିଲେ, ନିଅ ମୋବାଇଲ, ଆଉ ଦେଖିବିନି। ମୁଁ କହିଲି, କ'ଣ ହେଲା କି? ଭାଉଜ କହିଲେ, କେମିତି କେମିତି ଗୋଟେ ଲାଗୁଛି। ମୁଁ ସେତେବେଳକୁ ଭାଉଜଙ୍କ ଜଙ୍ଘ ସାଇଡ଼ରୁ ଲୁଗା ଉପରେ ତାଙ୍କର ବିଆକୁ ଚିପି ଚାଲିଲି।
ଭାଉଜ ଖାଲି ବେକକୁ ଉପରକୁ କରିଲା ଭଳି କରିକିରି ଛାତିକୁ ଫୁଲେଇଲା ଭଳି କରୁଥାନ୍ତି। ମୋତେ ଭାଉଜଙ୍କ ବିଆ ଓଦା ଓଦା ଜଣାପଡ଼ୁଥିଲା। ଆଉ ଗୋଟେ କଥା, ଭାଉଜ ଚଡ଼ି ପିନ୍ଧିନଥିଲେ। ମୋତେ ହେଲେ ସୁବିଧା ହୋଇଗଲା। ମୁଁ ଭାଉଜଙ୍କୁ କୁଣ୍ଢେଇକି ଧରିକିରି ମୋ କୋଳରେ ବସେଇଦେଲି। ଭାଉଜ ହେଲେ କିଛି ନ କହିବା ଆରାମସେ ଆସିକି ବସିଲେ। ମୁଁ ତାଙ୍କ ଗାଣ୍ଡି ସାଇଡ଼ରୁ ଲୁଗାକୁ ଟେକିକିରି ମୋ ଦଣ୍ଡାକୁ ହାଫ୍ ପ୍ୟାଣ୍ଟରୁ ବାହାର କରିକିରି ତାଙ୍କ ବିଆରେ ପସେଇବାକୁ ଚେଷ୍ଟା କଲି। ଏମିତି ତାଙ୍କୁ ଦଣ୍ଡା ଉପରେ ବସେଇକିରି ତଳକୁ ଉପରକୁ କରିଲି। ମୋ ଦଣ୍ଡାକୁ ଉପର ମୁହାଁ କରିକିରି ଭାଉଜଙ୍କ ଗାଣ୍ଡିକୁ ମେଲେଇଲା ଭଳି ପରେଇକିରି ବସିଥାଏ। ଭାଉଜଙ୍କ ବିଆରୁ ସେତେବେଳକୁ ପାଣି ବାହାରିକି ଲାଳ ପଚପଚ ହେଇଗଲାଣି। ଭାଉଜଙ୍କୁ ହେଲେ ସଜ ଲାଗୁନଥିଲା। ସେଥିଲାଗି ସେ ହେଲେ ଲାଷ୍ଟକୁ ମୋ ବଡ଼କୁ ମୁଠେଇକି ଧରିକିରି ତାଙ୍କ ବିଆର ମେନ୍ କଣାରେ ଯେଉଁ ସିଧା ତାଙ୍କୁ ଗେହିଲେ ଭଲ ଲାଗିବ ସେହି ଜାଗାରେ ପସେଇଲେ। ମୋର ଖାଲି ଇଚ୍ଛା ହେଉଥିଲା ସେତେବେଳକୁ ଛାତ ଉପରେ ତଳେ ଶୁଆଇକିରି ମାଡ଼ି ବସିକି ଗେହିକି ବିଆ ଫେଡ଼ା କରିଦେବାକୁ। ମୁଁ ହେଲେ ତାଙ୍କ ଗାଣ୍ଡିକି ମେଲେଇଲା ଭଳି କରିକିରି ଗୋଡ଼ ଦୁଇଟା ଆସରିଲା ଭଳି କରିକିରି ବିଆକୁ ଦୁଇ ଆଙ୍ଗୁଠିରେ ମେଲେଇକିରି କଣାରେ ପସେଇଲି। ଓ ଭାଉଜ ଆଉ ସମ୍ଭାଳି ପାରିଲେନି। ମୋତେ ଖାଲି ଠେଲିଲା ଭଳି କରିଲେ। କାହିଁକିନା ମୁଁ ଟିକେ ଜୋର ଜୋର ଭିତରେ ପସେଇଦେଲି। ଭାଉଜଙ୍କ ବୟସ କମ୍ ଥିଲା। ସେଥିଲାଗି ତାଙ୍କ ବିଆ ହେଲେ ଏତେ ଛୋଟ ଯେ ମେଲେଇଲା ବେଳକୁ ହେଲେ ଠିକ୍ସେ ମେଲେଇ ହେଉନଥିଲା। ମୋ ବାଣ୍ଡା ହେଲେ ଠିକ୍ସେ କଣାରେ ପଶି ପାରୁନଥିଲା। ଭାଉଜ ଆଖିକି ବନ୍ଦ କଲା ଭଳି କରିକିରି ମୋ ଦଣ୍ଡା ଉପରେ ବସିକିରି ମୋ ଦଣ୍ଡା ତାଙ୍କ ବିଆରେ ଚାପି ପକାଉଥାନ୍ତି। ଓ କି ମଜା ଲାଗୁଥିଲା ମୋତେ। ଏମିତି ବହୁତ ସମୟ ଯାଏ ଘିଆଘି ହେଲୁ। ତାପରେ ମୋର ବାହାରି ପଡ଼ିଲା ଯେ ମୁଁ ତାଙ୍କୁ ସାଇଡ଼୍ ହୁଅ କହୁ କହୁ ତାଙ୍କ ଜଙ୍ଘ ଆଉ ଲୁଗା ସାରା ହୋଇଗଲା। ତେବେ ଦର୍ଶକ ବନ୍ଧୁ, ଯଦି ଏପରି କିଛି ନୂଆ ନୂଆ କାହାଣୀ ପ୍ରତ୍ୟେକ ଦିନ ଶୁଣିବା ପାଇଁ ଚାହୁଁଛନ୍ତି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। What is crypto trading? Crypto trading involves buying and selling cryptocurrencies like Bitcoin and Ethereum with the goal of profiting from price fluctuation, often through research and analysis of market trends and patterns. Why people trade crypto? Cryptocurrency trading can offer the potential of high returns, but it also carries significant risk as the value of cryptocurrencies can be highly volatile. କ୍ରିପ୍ଟୋ ଟ୍ରେଡିଂ ହେଉଛି ଏକ ଟ୍ରେଡିଂ ଯେଉଁଥିରେ ଆପଣମାନେ ବିଟକଏନ୍ ଏବଂ ଇଥୋରିୟମ୍ ଏସବୁରେ କିଣାବିକା କରିପାରିବେ। ଏବଂ ଏହା ହେଉଛି ଆମେରିକାର ଆମର କଏନ୍ ସବୁ। ଏସବୁ କଏନ୍ରେ କିଣାବିକା କରିବା ପାଇଁ ଆପଣମାନଙ୍କୁ କ୍ରିପ୍ଟୋ ଟ୍ରେଡିଂ କରିବାକୁ ପଡ଼ିବ। ଆପଣମାନେ ଯଦି କ୍ରିପ୍ଟୋ ଟ୍ରେଡ୍ କରୁଛନ୍ତି ତେବେ ଆପଣମାନେ ଏସବୁ କଏନ୍ସରେ ଟ୍ରେଡ୍ କରିପାରିବେ ଏବଂ ଏଥିରେ ମଧ୍ୟ ବହୁତ ଫାଇଦା ହୋଇଥାଏ। ଏବେ କ୍ରିପ୍ଟୋ ଟ୍ରେଡ୍ ଏବେ ମିନିମମ୍ 1 କୋଟି ଟଙ୍କାରେ ପହଞ୍ଚିଥିଲା। ଏବେ କୌଣସି ମାର୍କେଟ କ୍ରାଶ୍ ପାଇଁ ଏବେ ବିଟକଏନ୍ର ଟିକେ ଭ୍ୟାଲ୍ୟୁ କମିଯାଇଛି। ଯଦି ଆପଣମାନେ ଚାହାନ୍ତି ତେବେ କ୍ରିପ୍ଟୋ ଟ୍ରେଡିଂ କରିପାରନ୍ତି ଏବଂ ଏଥିରେ ଭଲ ପଇସା ମଧ୍ୟ ଆପଣମାନେ ଇନକମ୍ କରିପାରିବେ।